ରେ ରାଷ୍ଟ୍ରପତି ଆସିବେ ରାଇରଙ୍ଗପୁର ଆଉ ତାଙ୍କର ଶ୍ୱଶୁରଘର ପାହାଡ଼ପୁର ଏ ଦୁଇଟାକୁ ଗସ୍ତ କରିବେ। 20 ତାରିଖ ଦିନ ଆମର ମାନନୀୟ ପ୍ରଧାନମନ୍ତ୍ରୀ ସେଇ ରାଇରଙ୍ଗପୁରକୁ ଆସିବେ। ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି, କିନ୍ତୁ ଯେହେତୁ ରିଟିନ୍ କିଛି ଆସିନି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟକୁ କି ଆମର ମୟୂରଭଞ୍ଜ କଲେକ୍ଟରକୁ, ସେ ପର୍ଯ୍ୟନ୍ତ ଆମେ ଫାଇନାଲ କରିକି ସେଟାକୁ ଧରିପାରିବା ନାହିଁ। ରିଟିନ୍ ଆସିଗଲେ ଆମେ କହିଦେବା ଯେ ହଁ ଏଇଟା ଫାଇନାଲ। ତେଣୁ ଆମେ ସମ୍ଭାବନା ଅଛି, କିନ୍ତୁ ନିଶ୍ଚିତ ରୂପେ ପହଞ୍ଚିବେ। କାର୍ଯ୍ୟକ୍ରମ ଗୁଡ଼ାଏ ଅଛି। ୟା ପୂର୍ବରୁ ଆମର ରାଷ୍ଟ୍ରପତି ଯେଉଁ ଆସିଥିଲେ ବିଭିନ୍ନ ପ୍ରକଳ୍ପକୁ ସେ ଉଦ୍ଘାଟନ କଲେ, କିନ୍ତୁ କିଛି ତାଙ୍କର ଦ୍ୱାରା ସମ୍ପୂର୍ଣ୍ଣ ହୋଇଛି କାର୍ଯ୍ୟକ୍ରମ। ମାନେ ବିଭିନ୍ନ ପ୍ରକଳ୍ପ ବିଭିନ୍ନ ଷ୍ଟାଡିୟମ ସବୁ ହେଇଛି ତାଙ୍କ ସମୟର, କିନ୍ତୁ ସେଗୁଡ଼ା ଉଦ୍ଘାଟନ ହେଇନାହିଁ। ବୋଧେ ମୋତେ ଲାଗୁଛି ସେ ବାକି ଯେଉଁ ସବୁ ଅଛି ଉଦ୍ଘାଟନ କରିବା ସେଟା ପ୍ରାୟ ଆସିଲେ ସେଟା ନାଇଁ କାର୍ଯ୍ୟକ୍ରମ ବିଷୟରେ କିଛି ଜଣା ହେଇନାହିଁ। କ'ଣ କରିବେ ନୂଆ କ'ଣ ଡିକ୍ଲେୟାର କରିବେ ସେଟା ବି ଆମକୁ ଜଣା ନାହିଁ। ସମ୍ଭାବନା ଆମକୁ ଅଛି, କାହିଁକି ପ୍ରଥମ ଥର କରିକି ରାଇରଙ୍ଗପୁର ଆସିଛନ୍ତି ପ୍ରଧାନମନ୍ତ୍ରୀ। ନାଇଁ ବହୁତ ଆମେ ତ ଉତ୍ସାହିତ ଅଛୁ। ଗୋଟେ ଛୋଟିଆ ଜାଗାକୁ ଯେହେତୁ ପ୍ରାଇମ ମିନିଷ୍ଟର ଆଉ ରାଷ୍ଟ୍ରପତି ଏକା ସାଙ୍ଗରେ ଯାହା ଆମେ ବହୁତ ଗର୍ବିତ, ବହୁତ ଖୁସି, ବହୁତ ଆନନ୍ଦିତ ଆମେ ଅଛୁ। 19 ରାଷ୍ଟ୍ରପତି, 20 ତାରିଖ ହେଉଛି ପ୍ରଧାନମନ୍ତ୍ରୀ। ଏ ପ୍ରକାର ସୂଚନା ଆମ ପାଖରେ ଅଛି। ତେଣୁ ପ୍ରଶାସନ ବି ମୁଁ ଦେଖୁଛି ନଜରରେ ସେମାନେ ତତ୍ପରତା ପ୍ରକାଶ କରିସାରିଲେଣି। ମାନେ ଏପଟ ସେପଟ ରାସ୍ତା ଫାସ୍ତା ଅନ୍ୟାନ୍ୟ ସବୁ କାଲି ପାଖରୁ ସେମାନେ ବୁଲାବୁଲି କରୁଛନ୍ତି। ଆଉ ବୋଧେ ଏଇଟା ଫାଇନାଲ ହେଇଯିବ ମୋତେ ଲାଗୁଛି। ପରବର୍ତ୍ତୀ ସମୟରେ ଚିଠି ଆସିଲେ ଆମେ ଫାଇନାଲଟା ଡିକ୍ଲେୟାର କରିଦେବା। ଆଉ କ'ଣ ହେବ ନ ହେବ। 20 ତାରିଖ ଦିନ କାର୍ଯ୍ୟକ୍ରମ ସରିଲା ପରେ ମୋଦିଜୀ ଭୁବନେଶ୍ୱରକୁ ଆସିବେ। ଆଉ ଏଇଠୁ ତାଙ୍କର କାର୍ଯ୍ୟକ୍ରମ ସରିଲା ପରେ ସେ କୋଲକାତାକୁ ଯିବେ, ଯୋଉଟା ଇଣ୍ଟରନ୍ୟାସନାଲ ଯୋଗ ଦିବସ 21 ତାରିଖ ଅଛି ସେଟା ସେଠି ପାଳନ କରିବେ। ଏତିକି ସୂଚନା ଆମ ପାଖରେ ଅଛି। ମାତ୍ର 4.9% ରୁ ଆରମ୍ଭ ହେଇଯାଉଛି ଗଢା ମଜୁରୀ। ଆଜ୍ଞା ହଁ, ସିଟି ଜୁଏଲର୍ସ ଆଣି ଦେଇଛି ଗଢା ମଜୁରୀର ମୂଲ୍ୟ ମାତ୍ର 4.9%। ତା ସହିତ ସୁନା ଦର ଉପରେ 2000 ଟଙ୍କାର ସମ୍ପୂର୍ଣ୍ଣ ଛାଡ଼। ଆଜି ହିଁ ଆସନ୍ତୁ ସିଟି ଜୁଏଲର୍ସ, ରାଜମହଲ ସ୍କ୍ୱାର, ଭୁବନେଶ୍ୱର। ସର୍ତ୍ତାବଳୀ ଲାଗୁ।